ମାଘ ମାସରେ ବୈଶାଖ ତାତି ଏବେଠୁ ଜାଳିଲାଣି ଓଡ଼ିଶା। ଫେବୃଆରୀରୁ ଅନୁଭୂତ ହେଲାଣି ଅସହ୍ୟ ତାତି। ହଠାତ୍ ଗାଏବ ହୋଇଗଲା ଶୀତ। ରାଜ୍ୟର ଅଧାରୁ ଅଧିକ ସହରର ତାପମାତ୍ରା ଏବେ 30 ଡିଗ୍ରୀ ଉପରେ। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ବଢ଼ୁଛି। ଉପକୂଳରେ ସ୍ୱାଭାବିକ ତାପମାତ୍ରା 2ରୁ 5 ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ଠାରୁ 3ରୁ 7 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଭଳି ଖରା ଦେଖି ଅସ୍ତବ୍ୟସ୍ତ ହେଲେଣି ଲୋକେ। ଏଲନିନୋର ପ୍ରଭାବ ଯୋଗୁଁ ଶୁଷ୍କ ବାୟୁ ପ୍ରବାହିତ ହେଉଛି, ତାପମାତ୍ରା ବଢ଼ୁଛି। ଏବେଠୁ ଗରମ ଅନୁଭୂତ ହେଉଛି। ତେବେ ମାଘ ମାସରେ ବା ଫେବୃଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ।